ବହୁତ ପିଲା ଏବେ ଯେଉଁମାନେ ବି ବହୁତ ପିଲା ଏବେ ଜବ୍ ଆପ୍ଲାଏ କରୁଛନ୍ତି ଆରାଉଣ୍ଡ 100 200 300 ଜବ୍ ଡେଲି ଆପ୍ଲାଏ କରୁଛନ୍ତି କିନ୍ତୁ ତାଙ୍କୁ ଜବ୍ ମିଳୁନି କାହିଁକିନା ବହୁତ ପିଲାଙ୍କୁ ଇଣ୍ଟରଭ୍ୟୁ କଲ୍ ଆସୁନି ବହୁତ ପିଲାଙ୍କର ରିଜ୍ୟୁମ୍ ସିଲେକ୍ସନ୍ ହେଉନି ତ ବହୁତ ପିଲାଙ୍କର କଲ୍ ଆସୁଛି ଇଣ୍ଟରଭ୍ୟୁ ହେଉଛି ଫିର୍ ବି ସିଲେକ୍ଟ ହେଉନି ତ ଅ, ସେମାନଙ୍କ ପାଇଁ ଭିଡ଼ିଓ କେମିତି କ'ଣ ତୁମେ ସିଲେକ୍ଟ ହେବ କେମିତି କ'ଣ ତୁମେ ଅଧିକ କଲ୍ ପାଇବ ତୁମେ କେମିତି କ'ଣ ଜବ୍ରେ ଜଏନ୍ କରିବ ଅଫର୍ ଲେଟର୍ ଆସିବ ତୁମର ତ ତାଙ୍କ ପାଇଁ ଭିଡ଼ିଓ ତ ଭିଡ଼ିଓଟା କମ୍ପ୍ଲିଟ୍ ଦେଖନ୍ତୁ ତ ବର୍ତ୍ତମାନ ଏବେ ବହୁତ ପିଲା କ'ଣ କରୁଛନ୍ତି ଯେଉଁମାନେ ବି ଜବ୍ ଆପ୍ଲାଏ କରୁଛନ୍ତି ୟା ଯେଉଁମାନେ ବି ସୁଇଚ୍ କରିବା ପାଇଁ ଚାହୁଁଛନ୍ତି ଜବ୍ ଚେଞ୍ଜ କରିବା ପାଇଁ ସେମାନେ ବହୁତ ଜିନିଷ ଆକ୍ଚୁଆଲି ରଙ୍ଗ କରୁଛନ୍ତି ସେଥିପାଇଁ ତାଙ୍କର ସିଲେକ୍ଟ ହେଉନି ରିଜ୍ୟୁମ୍ କାହିଁକିନା ଆଜିକାଲି ଯେଉଁମାନେ ବି ଇଣ୍ଟରଭ୍ୟୁ ପ୍ୟାନେଲ୍ ହେଉ ଇଣ୍ଟରଭ୍ୟୁଅର୍ ହେଉ କି HR ମାନେ ହୁଅନ୍ତୁ ସେମାନେ ଆକ୍ଚୁଆଲି ଏବେ ବହୁତ ATS ଫ୍ରେଣ୍ଡଲି ରିଜ୍ୟୁମ୍ ସେମାନେ ଦେଖୁଛନ୍ତି କି ATS ଫ୍ରେଣ୍ଡଲି ତୁମର ମ୍ୟାଚ୍ ହେଉଛି ନା ନାହିଁ ATSରେ 70 80% ମୋର୍ ଦେନ୍ 80% ତୁମର ହେଉଛି ନା ନାହିଁ ତାପରେ ଆଉ ଗୋଟେ କଥା ହେଲା ତୁମେ ଯେଉଁ ରିଜ୍ୟୁମ୍ ଅପଲୋଡ଼ କରୁଛ ସେ ରିଜ୍ୟୁମ୍ ତାଙ୍କର କିବୋର୍ଡ଼ ତୁମ କିବୋର୍ଡ଼ ତାଙ୍କର ମ୍ୟାଚ୍ ହେଉଛି ନା ନାହିଁ ଯେଉଁଟା ଜବ୍ ଡେସ୍କ୍ରିପସନ୍ ଅଛି ତୁମ ରିଜ୍ୟୁମ୍ର ରିକ୍ୱାରମେଣ୍ଟ ତୁମର ଯଦି ତୁମେ ଡିଫରେଣ୍ଟ କରିଛ ତ ତୁମର ସେଇଟା ବି ସିଲେକ୍ସନ୍ ହେବନି ତାପରେ ଆଉ ଗୋଟେ ଜିନିଷ ହେଲା ତ ତୁମେ ଯେଉଁ ରିଜ୍ୟୁମ୍ ବନଉଛ ତୁମେ ଯାହା ବି ତୁମେ କାମ କରିଛ ବିଜନେସ୍ ଇମ୍ପାକ୍ଟ କ'ଣ ବିଜନେସ୍ର ରିକ୍ୱାରମେଣ୍ଟ ହିସାବରେ ତୁମେ ଆଜ୍ ପର୍ ମାର୍କେଟ୍ ରିକ୍ୱାରମେଣ୍ଟ ହିସାବରେ ତୁମେ ଯେଉଁ କାମ ସବୁ କରିଛ ତୁମର ପ୍ରିଭିୟସ୍ କମ୍ପାନୀରେ ସେଇଟା କିଛି ଇମ୍ପାକ୍ଟ ହେଉଛି ନା ନାହିଁ ସିଏ ବି ଗୋଟେ ମ୍ୟାଟର୍ କରୁଛି ତାପରେ ଆଉ ଗୋଟେ କଥା ହେଲା ତୁମେ ଯେଉଁ ରିଜ୍ୟୁମ୍ ବନଉଛ ସେମାନଙ୍କୁ ସିଲେକ୍ଟ କଲା ପରେ ତୁମକୁ ଯେଉଁ କଲ୍ କରୁଛନ୍ତି କଲ୍ରେ ବହୁତ ଜିନିଷ ହେଉଛି କମ୍ୟୁନିକେସନ୍ ଇସ୍ୟୁ ଗୋଟେ ଜିନିଷ ହେଲା ତୁମେ କଲ୍ରେ ସେ ତୁମକୁ ପଚାରୁଛନ୍ତି କ'ଣ ତୁମେ କହୁଛ କ'ଣ ସିଏ ଗୋଟେ ପ୍ରୋବ୍ଲେମ୍ ତାପରେ ଆଉ ଗୋଟେ ଜିନିଷ HR ମାନେ ତୁମକୁ କ୍ରସ୍ କୋଶ୍ଚିନ୍ ପଚାରନ୍ତି ତ ତୁମେ କ୍ରସ୍ କୋଶ୍ଚିନ୍ ନୋଟିସ୍ ପିରିୟଡ଼ ହେଉ ତୁମେ କାହିଁକି ଜବ୍ ଚେଞ୍ଜ କରୁଛ ସେଇଟା ବି ଗୋଟେ ମ୍ୟାଟର୍ କରୁଛି ତୁମେ କିଛି ନେଗେଟିଭ୍ ଜିନିଷ କହିବ କି ମୁଁ ପଇସା ପାଇଁ ଚେଞ୍ଜ କରୁଛି କି ମୁଁ ପର୍ଟିକୁଲାର କିଛି ରିଜିନ୍ ପାଇଁ ଚେଞ୍ଜ କରୁଛି କି ମୋର ଲେ ଅଫ୍ ହେଇଛି ମୁଁ ଚେଞ୍ଜ କରୁଛି ତ ବହୁତ ପ୍ରକାର ଫ୍ୟାକ୍ଟର ଥାଇ ତୁମକୁ ସେଇଟା ରିଜେକ୍ଟ କରିବା ପାଇଁ ତାପରେ ଆଉ ଗୋଟେ ଜିନିଷ ହେଲା ଯେଉଁମାନେ ବି ଏବେ ବର୍ତ୍ତମାନ ଇଣ୍ଟରଭ୍ୟୁ ଦେଉଛନ୍ତି ତାଙ୍କର ଏବେ ତ କଲ୍ରେ ଯେଉଁମାନେ HR ମାନେ ସିଡ୍ୟୁଲ୍ କରୁଛନ୍ତି ତ ସିଡ୍ୟୁଲ୍ କରିବା ବହୁତ ଡିଫିକଲ୍ଟ HR ମାନେ କଲ୍ରେ ହିଁ ତୁମକୁ ସେମାନେ ଜଜ୍ କରିଦେଉଛନ୍ତି କି ତୁମେ ଆକ୍ଚୁଆଲି ଏଲିଜିବଲ୍ ଅଛ କି ଏଲିଜିବଲ୍ ନାହଁ ତୁମେ ଇଣ୍ଟରଭ୍ୟୁ ତୁମେ କ୍ରାକ୍ କରିପାରିବ ନ କରିପାରିବ ତ କଲ୍ରେ ହିଁ ବହୁତ ସାରା କୋଶ୍ଚିନ୍ ସେମାନେ ପଚାରି ଦେଉଛନ୍ତି ତୁମର ଜବ୍ ଡେସ୍କ୍ରିପସନ୍ ତୁମେ କ'ଣ କ'ଣ କାମ କରୁଛ କେଉଁ ଟେକ୍ନୋଲୋଜିରେ କାମ କରୁଛ କେଉଁ ଡୋମେନ୍ରେ କାମ କରୁଛ ତୁମ ପ୍ରିଭିୟସ୍ ଇୟର୍ରେ କେଉଁ ଏକ୍ସପିରିଏନ୍ସ ଡୋମେନ୍ରେ ଅଛି ତ ବହୁତ ପ୍ରକାର ଜିନିଷ ସେମାନେ ପଚାରୁଛନ୍ତି ଗୋଟେ ସାଲାରୀ ଅଛି ତୁମର ଏକ୍ସପେକ୍ଟେଡ଼ କେତେ କରେଣ୍ଟ CTC କେତେ ତ ବହୁତ ପ୍ରକାର ଜିନିଷ ସେମାନେ ପଚାରୁଛନ୍ତି ତାପରେ ଆଉ ଗୋଟେ ଜିନିଷ ହେଲା ଯେଉଁମାନେ ବି ଇଣ୍ଟରଭ୍ୟୁ ତୁମର ହେଉଛି ତୁମେ ଇଣ୍ଟରଭ୍ୟୁ ଦେଲା ବେଳକୁ ତୁମକୁ ଲାଗୁଛି ତୁମେ ଇଣ୍ଟରଭ୍ୟୁ 100% ଦେଇଛ କିନ୍ତୁ ଯେଉଁମାନେ ବି ଇଣ୍ଟରଭ୍ୟୁ ନେଉଛନ୍ତି ସେମାନେ ଇଣ୍ଟରଭ୍ୟୁ ତୁମକୁ ଲାଗୁଛି କି ତୁମେ ଯେଉଁଟା ଦେଇଛ ତାଙ୍କର ଏକ୍ସପେକ୍ଟେଡ଼ କିନ୍ତୁ ଆକ୍ଚୁଆଲି ସେଇଟା ଏକ୍ସପେକ୍ଟେଡ଼ ନୁହଁ କାହିଁକିନା ମାର୍କେଟରେ ତୁମେ ଏବେ ରିସେଣ୍ଟ କ'ଣ ହେଉଛି ବହୁତ ପିଲା AI ChatGPT ଦେଖିକିରି ବି ଆନ୍ସର୍ ଦେଉଛନ୍ତି ତ ବହୁତ ପିଲା ଯିଏ ରିଅଲ୍ରେ ChatGPT ନ ଦେଖି ଆନ୍ସର୍ ଦେଉଛି ସେମାନଙ୍କୁ ବି ଲାଗୁଛି ସେମାନେ ବି ଦେଖି ଦେଉଛନ୍ତି ChatGPT କିନ୍ତୁ ସେମାନଙ୍କୁ କ'ଣ କରୁଛି କମ୍ପାନୀ ଗୋଟେ ଆଜିକାଲି ରିସେଣ୍ଟ ଯେଉଁମାନେ ବି ଇଣ୍ଟରଭ୍ୟୁ ଦେଉଛନ୍ତି କମ୍ପାନୀକି ସେଇଟା ଭରସା ପାଉନି କମ୍ପାନୀ କ'ଣ କରୁଛି ଫେର୍ ଆଉଥରେ ଫେସ୍ ଟୁ ଫେସ୍ ନେଉଛି ଡାକୁଛି କମ୍ପାନୀକି କି ତୁମେ ଆସ ଫେସ୍ ଟୁ ଫେସ୍ ଦେଇକିରି ଯାଅ ତ ବହୁତ ପ୍ରକାର ପିଲାଙ୍କ ସାଥିରେ ସେଇଟା ହେଉଛି ତାପରେ ଆଉ ଗୋଟେ ଜିନିଷ ଏବେ ବର୍ତ୍ତମାନ ପିଲା ଫ୍ରଷ୍ଟ୍ରେଟେଡ୍ ହେଇଯାଉଛନ୍ତି କି ଜବ୍ ମିଳୁନି ଜବ୍ ମାର୍କେଟରେ ନାହିଁ ଜବ୍ ମାର୍କେଟରେ ଅଛି ତ ମାର୍କେଟରେ ଜବ୍ ମିଳିବା ଟିକେ ଟପ୍ ଜବ୍ ମାର୍କେଟରେ ଅଛି ସେମିତି ନାହିଁ ଯେ ଜମା ନାହିଁ ମାର୍କେଟରେ ଜବ୍ ଅଛି ହାୟରିଂ ଫାୟାରିଂ କମ୍ପାନୀ ଯେଉଁ କମ୍ପାନୀ ବାହାର କରୁଛି ସେ କମ୍ପାନୀ କି ପିଲା ଦରକାର ତ ସେ କମ୍ପାନୀ ପିଲା ହାୟର କରିବ ତାପରେ ରହିଲା ଯେଉଁମାନେ କମ୍ପାନୀ ବି ଯାଉଛନ୍ତି ସେମାନେ ବି କିଛି ଦିନ କଲା ପରେ କାହାର ରେଟିଂ ପାଇଁ କମ୍ପାନୀ କିଏ ଛାଡ଼ିକି ପଳାଉଛି ତ ତା'ର 6 month 8 monthରେ ପିଲା କମ୍ପାନୀ ଛାଡ଼ି ପଳାଉଛନ୍ତି ରେଟିଂ ଖରାପ ତାଙ୍କର ପ୍ରମୋସନ୍ ହେଉନି ହାଇକ୍ ମିଳୁନି ବହୁତ ପ୍ରକାର ଫ୍ୟାକ୍ଟର ଥାଏ ପିଲାମାନେ ଛାଡ଼ିବାର ତାପରେ ସେ ଯେଉଁ ଜାଗା ଫିଲ୍ଅପ୍ କରିବା ପାଇଁ ସେଠିକି ପିଲା ଦରକାର ତ ବହୁତ ପ୍ରକାର ଜିନିଷ ପାଇଁ ପିଲା ବର୍ତ୍ତମାନ ଏବେ ଯେଉଁମାନେ ବି ତୁମେ ଯେଉଁ ଜବ୍ ଟ୍ରାଏ କରୁଛ କିଛି ୱରି ହୁଅନି କିଛି ଫ୍ରଷ୍ଟ୍ରେଟ୍ ହୁଅନି ପେସେନ୍ସ ରଖ କି ଆଜି ନହେଲେ ବି କାଲି ହେବ ଟିକେ କିଛି ପଇସା ସେଭିଂ ରଖ ଆଟଲିଷ୍ଟ ବ୍ୟାକଅପ୍ କିଛି ଦିନର 6 month 1 yearର ତୁମେ ପଇସା ସେଭିଂ ରଖିଥାଅ କି ତୁମେ ଆରାମସେ ରହିକିରି ଗୋଟେ ଖାଇକିରି ତୁମେ ଇଣ୍ଟରଭ୍ୟୁ ଦେଇପାରିବ ମାନେ ଡେଲି ଲାଇଫ୍ ତୁମେ ବଞ୍ଚିପାରିବ ଦେନ୍ ତାପରେ ରହିଲା ଆଉ ଗୋଟେ ଜିନିଷ ଜବ୍ ପାଇବା ଏବେ ଆଜିକାଲି ଟିକେ ଡିଫିକଲ୍ଟ ହେଇଗଲାଣି ଆଗରୁ ଥିଲା ମାର୍କେଟରେ ତୁମେ ଯାହା ବି ଯେମିତି ହେଇକି ଜବ୍ ପାଇଯାଉଥିଲ କିନ୍ତୁ ଆଜିକା ଡେଟ୍ରେ ତୁମେ ଯେଉଁ ଜବ୍ ଇଣ୍ଟରଭ୍ୟୁ ଦେଉଛ ତୁମେ ଜାଣିନ ତୁମେ ସେ କମ୍ପାନୀ ସିଲେକ୍ଟ ହେବ କି ନାହିଁ ତୁମେ ଇଣ୍ଟରଭ୍ୟୁ ଦେଉଛ ତୁମକୁ ସେମାନେ ହୋଲ୍ଡ ରଖୁଛନ୍ତି
ତାପରେ ସେମାନେ କ'ଣ କରୁଛନ୍ତି, ଅଲଗା ପିଲାଙ୍କୁ ଦେଖୁଛନ୍ତି କି ତମ ଏକ୍ସପିରିଏନ୍ସ ହିସାବରେ କିଏ କମ୍ ପଇସା ନେଉଛି, କିଏ ତମଠାରୁ ଟେକ୍ନିକାଲି ଷ୍ଟ୍ରଙ୍ଗ ଅଛି, କିଏ ତମଠାରୁ ନଲେଜେବୁଲ୍ ଅଛି। ତ ବହୁତ ପ୍ରକାର ଜିନିଷ ରହୁଛି, ପିଲାଙ୍କୁ ସେମାନେ ରିଜେକ୍ଟ କରୁଛନ୍ତି, କିଛି ପିଲାଙ୍କୁ ସିଲେକ୍ଟ କରୁଛନ୍ତି, ତାଙ୍କ ଭିତରେ ସେମାନେ ଫିଲ୍ଟର କରୁଛନ୍ତି। ତ ବହୁତ ଆଜିକାଲି କମ୍ପିଟିସନ୍ ବହୁତ। ତ ମାର୍କେଟରେ ପିଲା ଗୋଟେ ଜବ୍ ପାଇବା ଗୋଟେ ଆଜିକାଲି ଗୋଟେ 30,000 40,000 20,000 ଜବ୍ ପାଇବା ବି ବହୁତ ଡିଫିକଲ୍ଟ ହେଇଗଲାଣି ମାର୍କେଟରେ। ତ ଆଗରୁ ଥିଲା ହଁ ପିଲା ଗୋଟେ ପାଇଯାଉଥିଲେ, ପିଲାଙ୍କୁ ଲାଗୁଥିଲା ହଁ ମୁଁ ଏଇଟା ପାଠ ପଢ଼ିବି, ଏଇଟା ଠିକ୍ ଜିନିଷ ଅଛି, ଏଇ ପ୍ରୋଫାଇଲ୍ରେ ମାର୍କେଟ ଚାଲିଛି, ତ ସେମିତି ହିଁ ପିଲା ବହୁତ ସେଇ ପ୍ରୋଫାଇଲ୍ରେ ପାଠ ପଢ଼ିକିରି ସେମିତି ହିଁ ପାଇଯାଉଥିଲେ। କିନ୍ତୁ ଆଜିକା ଡେଟ୍ରେ ମ୍ୟାଟର୍ କରୁଛି ତୁମେ ଟେକ୍ନିକାଲି କେତେ ଷ୍ଟ୍ରଙ୍ଗ ଅଛ। ଦୁଇରେ ଇଣ୍ଟରଭ୍ୟୁ ଯିଏ ନେଉଛି ତୁମେ ତାକୁ କେଉଁ ୱେରେ ଆନ୍ସର୍ ଦେଉଛ। ତୁମେ ଯଦି ଟେକ୍ନିକାଲି ବହୁତ ଷ୍ଟ୍ରଙ୍ଗ ଅଛ, ତୁମେ ବିହେଭିଅରାଲ୍ ତୁମର ଭଲ ନାହିଁ, ତୁମେ ବିହେଭିଅର୍ ଭଲସେ କରୁନ, ଆଟିଚ୍ୟୁଡ଼୍ ଦେଖାଉଛ, ସେ ବି ରିଜେକ୍ଟ କରିପାରନ୍ତି। ସେଇଟା ବି ମ୍ୟାଟର୍ କରୁନି ତୁମେ ସେ କମ୍ପାନୀ ସିଲେକ୍ଟ ହେବ ବୋଲି। ତାପରେ ଆଉ ଗୋଟେ ଜିନିଷ ହେଲା, ବହୁତ ପିଲା ଆପ୍ଲାଏ ଉପରେ ଆପ୍ଲାଏ କରିଚାଲିଛନ୍ତି, କିନ୍ତୁ ତୁମେ ରାଣ୍ଡମଲି ଆପ୍ଲାଏ କଲେ ସେମିତି କିଛି ହେବନି। ତୁମର ପର୍ଟିକୁଲାର ତୁମ ପ୍ରୋଫାଇଲ୍, ତୁମ ଏକ୍ସପିରିଏନ୍ସ, ତୁମର ଯେଉଁ ବି ତୁମେ କାମ କରିଛ ସେ ରିଲେଟେଡ଼୍ ତୁମ ଜବ୍ ମ୍ୟାଚ୍ ହେଉଛି, ଜବ୍ ତୁମର ସେ ଯେଉଁ ରୋଲ୍ ରେସ୍ପନ୍ସିବିଲିଟି ମ୍ୟାଚ୍ ହେଉଛି, ଦେନ୍ ତୁମେ ଆପ୍ଲାଏ କର। ତୁମେ ଏମିତି ରାଣ୍ଡମଲି ଆପ୍ଲାଏ କଲେ ତୁମେ ଗୋଟେ ଆପ୍ଲାଏ କରୁଥିବ, କମ୍ପାନୀ ରିକ୍ୱାରମେଣ୍ଟ ଗୋଟେ ଥିବ, ତ କମ୍ପାନୀ ସିଲେକ୍ଟ କରିବନି। ଦେନ୍ ତୁମେ ଫ୍ରଷ୍ଟ୍ରେଟ୍ ହେଇଯିବ କି ମୋର ସେଇଟା ହେଉନି, ମୁଁ ଏଇଟା ଜାଣିଛି, ମୋତେ କମ୍ପାନୀ ଏଇଟା ମାଗୁଛି। ତ ଆଜିକାଲି ବହୁତ ଟେକ୍ନୋଲୋଜି ହେଇଗଲାଣି, କମ୍ପାନୀ ଏକ୍ସପେକ୍ଟ କରୁଛନ୍ତି କି ମଲ୍ଟି ସ୍କିଲ୍, AI ତୁମେ ଜାଣିଥିବ, ମଲ୍ଟି ସ୍କିଲ୍ ଜାଣିଥିବ, ବହୁତ ପ୍ରକାର ଜିନିଷ ବର୍ତ୍ତମାନ ଏବେ କମ୍ପାନୀ ମାଗୁଛି। ଦେନ୍ ତୁମେ ଟ୍ରାଏ କର କି ଯାହା ବି ତୁମକୁ ମିଳୁଛି, ଯେଉଁଠି ବି ମିଳୁଛି, ଦେନ୍ ତୁମେ ଆଟଲିଷ୍ଟ ତୁମେ ସେ ଜାଗାରେ ରହିବାକୁ ଟ୍ରାଏ କର, ତୁମେ ଏକ୍ସପିରିଏନ୍ସ ଗେନ୍ କର। ତୁମେ ଯଦି ବି ତୁମେ ଗୋଟେ ଅଫର୍ ପାଉଛ କେଉଁ କମ୍ପାନୀ, ତୁମେ ଭାବନି କି ସେଇଟା ମୋର କମ୍ ପ୍ୟାକେଜ୍ ଅଛି, ଦେନ୍ ତୁମେ ଅଫର୍ଟା ଉଠାଅ। ଅଫର୍ଟା ଉଠାଇ ସାରିଲା ପରେ ଧୀରେ ଧୀରେ ତୁମର କମ୍ପାନୀ ଯେଉଁ ବି ଅଲଗା କମ୍ପାନୀ ତୁମକୁ ମିଳିବ, ଦେନ୍ ତୁମେ ଅଲଗା କମ୍ପାନୀ ସୁଇଚ୍ କରିବ। କିନ୍ତୁ ଗୋଟେ ଅଫର୍ ଆଟଲିଷ୍ଟ ଉଠାଇବାକୁ ଗୋଟେ ଦୁଇଟା ଅଫର୍ ଟ୍ରାଏ କର, କାହିଁକିନା ପ୍ୟାକେଜ୍ ମ୍ୟାଟର୍ କରେନି। ଆଜିକା ଡେଟ୍ରେ ଜବ୍ ମ୍ୟାଟର୍ କରୁଛି। ତୁମେ ଜବ୍ ଲେସ୍ ରହିଲେ ତୁମେ କେଉଁ ଭଳିଆ ସିଚୁଏସନ୍ ହ୍ୟାଣ୍ଡେଲ୍ କରିବ, ଜବ୍ ରହିଲେ ତୁମେ କେଉଁ ଭଳିଆ ଜିନିଷ ସବୁ ହ୍ୟାଣ୍ଡେଲ୍ କରିବ, ତାର ବି ମ୍ୟାଟର୍ କରୁଛି। କାହିଁକିନା ଜବ୍ ଗଲା ପରେ ତୁମେ ଆଉ ଗୋଟେ ଜବ୍ ପାଇବାକୁ 6 ମନ୍ଥ ଲାଗିବ, 1 ଇୟର୍ 2 ଇୟର୍ କେତେ ଦିନ ଲାଗିବ ତୁମେ ଜାଣିନ। ତ ଯାହା ବି ହେଉ, ତୁମେ ଯେତିକି ପ୍ୟାକେଜ୍ରେ ଅଛ ଆଟଲିଷ୍ଟ ସେମ୍ ପ୍ୟାକେଜ୍ ଯଦି ବି ଦେଉଛି ଜଏନ୍ କରିଯାଅ। ଯଦି ବି ତୁମକୁ ସେମ୍ ପ୍ୟାକେଜ୍ ନ ଦେଉଛି, କିଛି ଅଧିକ ଦେଉଛି କି କମ୍ ଦେଉଛି, ଦେନ୍ ତୁମେ ଯଦି ବି ଜବ୍ ଛାଡ଼ି ଦେଇଛ ଆଟଲିଷ୍ଟ ତୁମେ ଗୋଟେ ଅଫର୍ ଉଠାଅ। ଅଦରୱାଇଜ୍ ତୁମେ ଇଣ୍ଟରଭ୍ୟୁ ଦେଇଚାଲ। ଅଫର୍ ଉଠାଇବା ଯାଏ ଇଣ୍ଟରଭ୍ୟୁ ଦିଅ। ଅଫର୍ ଉଠାଇ ସାରିଲା ପରେ ଟାର୍ଗେଟ୍ କର ଆଟଲିଷ୍ଟ ଆଉ 2 4ଟା 5ଟା ଇଣ୍ଟରଭ୍ୟୁ ଦେଇକିରି ତୁମେ ଭଲ କିଛି ହାଇକ୍ ନେଇକିରି ଜଏନ୍ କରିପାରିବ। ଅଦରୱାଇଜ୍ ତୁମେ ସେ କମ୍ପାନୀ ଜଏନ୍ କର। ଆଜିକା ମାର୍କେଟ ଟିକେ ଅବିକା ଟପ୍ ଅଛି, ଆଟଲିଷ୍ଟ 1-2 ଇୟର୍ ଏବେ ଟପ୍ ରହିବ। ବର୍ତ୍ତମାନ AI ଜିନିଷ ଯେଉଁ ଚାଲିଛି ହାଇପ୍, ତ ଟିକେ ଡାଉନ୍ ହେବା ଟାଇମ୍ ଲାଗିବ। ଫିର୍ ବି ଏବେ ତୁମେ ଆରାମସେ ଇଣ୍ଟରଭ୍ୟୁ ଦେଇଚାଲ, ଆପ୍ଲାଏ କରିଚାଲ, ATS ରିଜ୍ୟୁମ୍ ବନାଅ। ଲିଙ୍କଡିନ୍ରେ ତୁମେ ଲିଙ୍କଡିନ୍ ହେଉ, ନୌକରି ହେଉ, ଭଲସେ ତୁମର ବନେଇକି ରଖ। ଲିଙ୍କଡିନ୍ ଯେଉଁ ପ୍ରୋଫାଇଲ୍, ସେଇଟାକୁ ତୁମେ ଭଲସେ ପ୍ରୋଫାଇଲ୍ଟାକୁ ତୁମେ ଅପଡ଼େଟ୍ କର କି ତୁମେ କେଉଁଥିରେ କାମ କରୁଛ, କେଉଁ ଟେକ୍ନୋଲୋଜି ଜାଣିଛ। ତୁମର ଇମ୍ପ୍ରେସନ୍ HR ମାନେ, ରିକ୍ରୁଟର୍ ମାନେ, ଓପନ୍ ଟୁ ୱାର୍କ ତୁମେ ଯେଉଁ ରଖୁଛ, ସେ HR ମାନେ ତୁମକୁ ରିଚ୍ ଆଉଟ୍ କରିବେ। ତୁମେ ରେଫରେନ୍ସ ପାଇଁ ଟ୍ରାଏ କର। ରେଫରେନ୍ସ ଯେଉଁଠି ହେଉଛି, ତୁମ ସାଙ୍ଗସାଥି ହେଉ କି ଯେଉଁମାନେ ବି ସାଙ୍ଗ ଭାଇ ଅଛନ୍ତି, ତ ସେମାନଙ୍କୁ ତୁମେ ଟ୍ରାଏ କର କନଭିନ୍ସ କରିବା ପାଇଁ ତାଙ୍କ କମ୍ପାନୀରେ ରେଫର୍ କରିବା ପାଇଁ। ରେଫରେନ୍ସ ଦେଲେ ବି ଆହୁରି ବେଟର୍ ହେବ, ତୁମେ ଇଜିଲି ଟିକେ ଜବ୍ ପାଇପାରିବ, ଇଣ୍ଟରଭ୍ୟୁ ସିଡ୍ୟୁଲ୍ ହୋଇପାରିବ। ତାପରେ ଦେନ୍ ତୁମ ଉପରେ ଡିପେଣ୍ଡ କରୁଛି ତୁମେ ଟେକ୍ନିକାଲି କେତେ ଷ୍ଟ୍ରଙ୍ଗ ଅଛ, ଆରାମସେ ତୁମେ ଜବ୍ ପାଇପାରିବ। ହେଇଥିଲା ଭିଡ଼ିଓ। ଥ୍ୟାଙ୍କ ୟୁ ଅଲ୍।